ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ଯେଭଳି ଭାବରେ ନିଃଶୁଳ୍କ ହୋଇପାରିବ ଏବଂ ଆର୍ଥିକ ଅନଗ୍ରସର ଥିବା ପରିବାର ବର୍ଗକୁ ଏଥିରେ ପ୍ରାଥମିକତା ମିଳିବ ବୋଲି ଘୋଷଣା କରିଛନ୍ତି। ଇଏ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛି। ଗୋଟେ ରାଷ୍ଟ୍ର বা ଗୋଟେ ରାଜ୍ୟ ଯଦି ବିକାଶ ଶୀର୍ଷକୁ ଯିବ ତାହେଲେ ବିଶେଷଜ୍ଞ ମାନେ ମତ ଦିଅନ୍ତି ଦୁଇଟି ବର୍ଗ ନିଃଶୁଳ୍କ ହବା ଦରକାର। ଗୋଟେ ହେଉଛି ସ୍ୱାସ୍ଥ୍ୟ ଆଉ ଗୋଟେ ହେଉଛି ଶିକ୍ଷା। ଆମର ଶିକ୍ଷା ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଉଚ୍ଚଶିକ୍ଷାକୁ ଆସିବା ପର୍ଯ୍ୟନ୍ତ ପାଖାପାଖି ନିଃଶୁଳ୍କ ଥିଲା। ସରକାରୀ କଲେଜ ଗୁଡ଼ିକର କଥା କୁହନ୍ତୁ ବା ନୋମିନାଲ ଫି ରହୁଥିଲା। ଆଜିର ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ପିଜି ପର୍ଯ୍ୟନ୍ତ ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ ଶିକ୍ଷାକୁ ଫ୍ରି କରିବା ଛାଡ଼ ଯେଉଁ ଶୁଳ୍କ ଅଛି ତାକୁ ଛାଡ଼ କରିବାର ଘୋଷଣା କରିଛନ୍ତି। ସିଧାସଳଖ ଡ୍ରପ୍ ଆଉଟ୍ ହାର କମିବା ସହିତ ଜିଆର ବଢ଼ିବ ଏବଂ ଓଡ଼ିଶାର ଯେଉଁ ଦୀର୍ଘ ଦିନ ଧରିକି ଶିକ୍ଷା ବ୍ୟବସ୍ଥାରେ ଗୋଟେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ଥିଲା ତାହା ସମ୍ଭବ ହୋଇପାରିବ ବୋଲି ଆଶା କରୁଛି। ଆମର ଜାତୀୟ ଶିକ୍ଷାନୀତି 2020 ଅନୁପାଳନ ହେଲା ପରେ ଆମେ ଇଣ୍ଟର୍ନସିପ୍ କୁ ଗୁରୁତ୍ୱ ପ୍ରଦାନ କରୁଛୁ, AUDP କୁ ଗୁରୁତ୍ୱ ପ୍ରଦାନ କରୁଛୁ, ଆପ୍ରେଣ୍ଟିସସିପ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ଏବଂ AUDP କୁ ନେଇକି ଯେଉଁ ପିଲାମାନେ ଆସୁଛନ୍ତି ଉଚ୍ଚଶିକ୍ଷାକୁ ସେମାନଙ୍କ ମନରେ କିଛି ମାତ୍ରାରେ ଦ୍ୱନ୍ଦ୍ୱ ରହିଛି। AUDP ଆପ୍ରେଣ୍ଟିସସିପ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ଏ ଡିଗ୍ରୀ ପ୍ରୋଗ୍ରାମରେ ଆପଣଙ୍କୁ ଯେତିକି ଜେନେରାଲରେ ପାଠ ପଢିବାକୁ ହେଉଥିଲା ସେତିକି ପାଠ ପଢିବେ, ତାଠାରୁ ଅଧିକ ମଧ୍ୟ ପଢିବାକୁ ହେବ ଏବଂ ଆପ୍ରେଣ୍ଟିସସିପ୍ ପାଇଁ ଆପଣଙ୍କୁ ସ୍ୱତନ୍ତ୍ର ସମୟ ବି ପ୍ରଦାନ କରାଯିବ। କେତେ କ୍ଷେତ୍ରରେ ପିଲାମାନଙ୍କର ବା ଅଭିଭାବକଙ୍କର ମତରେ ଥିଲା ଯେ AUDP କୋର୍ସରେ କଲେ କୋର୍ସ କରିକୁଲମ କମିଯିବ ବା ପାଠ କମିଯିବ। ବିଲକୁଲ ତାହା ନୁହେଁ। ଯାହା ଜେନେରାଲ ଷ୍ଟଡିଜରେ ଅଛି ତାର ଏଟା ଗୋଟେ ନିସ୍ ଭର୍ସନ ବା ତାର ଗୋଟେ ଏଟା ଅତ୍ୟନ୍ତ ଯୁବ ଉପଯୋଗୀ ଏବଂ ଜାତୀୟ ଶିକ୍ଷାନୀତିକୁ ଆଲାଇନ୍ କରିକି ପାଠ୍ୟକ୍ରମ ହେଇଛି। ଆସନ୍ତା ଦିନ ମାନଙ୍କରେ କଲେଜ ଖୋଲିବ ଏବଂ ଜୁଲାଇ 10 ତାରିଖରେ ଆମେ ନୂଆ ଆଡମିସନ ହେବାର ମଧ୍ୟ ଯୋଜନା ରହିଛି। ଷୋହଳ ଆଡମିସନ ନେଲେ 16 ନୂଆ ପିଲାଙ୍କୁ କଲେଜରେ ପାଠ ପଢେଇଲେ ଯେଉଁ ସେମିଷ୍ଟାର ଗୁଡ଼ିକ ବିଳମ୍ବରେ ହେଉଥିଲା ବିଗତ ଦିନ ମାନଙ୍କରେ ଯେଉଁ ସାଧାରଣରେ ସମସ୍ତଙ୍କର ଗୋଟେ ଉତ୍କଣ୍ଠା ଥିଲା ଏବଂ ଗୋଟେ ଆବେଗ ଥିଲା ଯେ ପରୀକ୍ଷା ଏତେ ଡେରିରେ କାହିଁକି ହଉଛି ସେଇଟାକୁ ଆଡ଼େଇ ଦେଇ ପାରିବ ବୋଲି ବିଶ୍ୱାସ କରୁଛି। ମୁଁ ଏହା ପୂର୍ବରୁ କହିସାରିଛି ଆମ ସରକାର ଏ ସମ୍ପର୍କରେ ତାଙ୍କର ମତାମତକୁ ସ୍ପଷ୍ଟ କରିସାରିଛନ୍ତି। ଯାହା ନିଷ୍ପତ୍ତି ପାରିପାର୍ଶ୍ୱିକ ଅବସ୍ଥିତି, ସାମାଜିକ ଅବସ୍ଥିତି ଏବଂ ଅନ୍ୟ କେତେକ କଥାକୁ ଲକ୍ଷ୍ୟ କରିକି ସରକାର ନିଷ୍ପତ୍ତି ନେବେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନାମା ମଧ୍ୟ ରହିଛି ଏବଂ ଆମର ଯୋଉ ଇଣ୍ଟରନାଲ କମିଟି ଅଛି, ଇଣ୍ଟରନାଲ କମିଟିରେ ମଧ୍ୟ ଯେଉଁ SOP ଅଛି ସେଥିରେ କାଉନସିଲିଂ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ଏବଂ କିଛି ଦିନ ପୂର୍ବରୁ ସତୀଶ୍ରୀ ସ୍କିମ୍ ଯୋଉ ମୁଖ୍ୟମନ୍ତ୍ରୀ ଆମର ଉଦ୍ଘାଟନ କଲେ, ଲୋକାର୍ପଣ କଲେ, ସତୀଶ୍ରୀ ଆପ୍ ଠାରୁ ଆରମ୍ଭ କରିକି ସତୀଶ୍ରୀର ପୁରା କାର୍ଯ୍ୟକ୍ରମ ଇଏ ହେଉଛି ଗୋଟେ କାଉନସିଲିଂ ଆଧାରିତ କାର୍ଯ୍ୟକ୍ରମ ଯେଉଁଥିରେ ଅନଲାଇନ କାଉନସିଲିଂ ହେବ। ଯୋଉ ସି ବକ୍ସ ଅଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ତାକୁ ମଧ୍ୟ ଏଥିରେ ଆଲାଇନ୍ କରାଯାଇଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଯାହା ଯାହା କାଉନସିଲିଂ ଟେଲି ମାନସର ବ୍ୟବସ୍ଥା ଅଛି ତାକୁ ମଧ୍ୟ ଏଥିରେ ଆଲାଇନ୍ କରାଯାଇଛି। ତା ଛଡ଼ା ସତୀଶ୍ରୀରେ ମଧ୍ୟ ସତୀଶ୍ରୀ ସାଥୀ, ସତୀଶ୍ରୀ ସଂଯୋଜିକା ଏବଂ ସତୀଶ୍ରୀ ଅପା ପ୍ରତ୍ୟେକ ଜିଲ୍ଲାରେ ସତୀଶ୍ରୀ ଅପା ମାନଙ୍କୁ ନିୟୋଜିତ କରାଯାଉଛି ଯେଉଁମାନେ ଜଣେ ୱାର୍କିଂ ପ୍ରଫେସନାଲ ୱିମେନ୍। ସେମାନେ ତାଙ୍କୁ ପ୍ରତ୍ୟେକ ଜିଲ୍ଲାରେ 5 ଜଣ ମହିଳାଙ୍କୁ ନିଯୁକ୍ତି କରାଯାଉଛି। କିଏ ଡକ୍ଟର ହେଇଥିବେ, କିଏ ଆଡଭୋକେଟ ହେଇଥିବେ, ଯାହାଙ୍କର ଲିଗାଲ ଠାରୁ ଆରମ୍ଭ କରିକି ଏକାଡେମିକ କ୍ଷେତ୍ରରେ ପାରଦର୍ଶିତା ଥିବ ସେମାନଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ତ କାଉନସିଲିଂ ପ୍ରକ୍ରିୟାଟାକୁ ବଳିଷ୍ଠ ଏବଂ ବ୍ୟାପକ ଇତିମଧ୍ୟରେ ଆମେ କରି ସାରିଲୁଣି, ଏବେ ମଧ୍ୟ କରଉଛୁ ଏବଂ ସମାଜର ସହଭାଗିତାରେ ଏ କଥାକୁ ସମ୍ଭବ କରିବୁ।
ସେ କଥା ତ ମୁଁ କହୁଛି ସରକାର କାଉନସିଲର ପାଇଁ ଯେଉଁ ଇଣ୍ଟରନାଲ କମିଟି ଗଠନ କରାଯାଇଛି ସେମାନଙ୍କର କାମ କେବଳ କେସ୍ ଡିସ୍ପୋଜ କରିବା ନୁହେଁ, ଏସବୁରେ ମଧ୍ୟ ଅଛି ସେମାନେ କାଉନସିଲିଂ କରିବେ। ପ୍ରତ୍ୟେକ ଡିପାର୍ଟମେଣ୍ଟରେ ଗୋଟିଏ ଗୋଟିଏ ଛାତ୍ରୀଙ୍କୁ ମଧ୍ୟ କ୍ଲାସ ରିପ୍ରେଜେଣ୍ଟେଟିଭ ଭାବରେ ରଖାଯାଇଛି, ସେମାନଙ୍କର ଦାୟିତ୍ୱ ମଧ୍ୟ କାଉନସିଲିଂ କରିବେ। ତା ସହିତ ଅନଲାଇନରେ ବିଭିନ୍ନ ମଡ୍ୟୁଲ ମଧ୍ୟ ରହୁଛି, ତାହାର ଛାତ୍ରୀମାନେ ତାହାକୁ ମଧ୍ୟ ତାର ଲାଭ ଉଠାଉଛନ୍ତି ସତୀଶ୍ରୀ ଆପ୍ ମାଧ୍ୟମରେ। ଇଏ ବି ଗୋଟେ କାଉନସିଲିଂର ପ୍ରକ୍ରିୟା। ଏହା ପୂର୍ବରୁ ମଧ୍ୟ ଆଣ୍ଟି ଡ୍ରଗ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଗୋଟିଏ ଗୋଟିଏ ଇନଷ୍ଟିଟ୍ୟୁସନ ମାନଙ୍କରେ ମଧ୍ୟ ଆମେ ସେଇଠିକାର ଫ୍ୟାକଲ୍ଟିଙ୍କୁ ଦାୟିତ୍ୱ ଦେଇଥିଲୁ ଯେଉଁମାନେ ଏଇ କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖିବେ। ତେଣୁ ସରକାର ଲାଗିଛନ୍ତି, ପ୍ରୟାସ କରୁଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହୁଛି, ରାଜ୍ୟପାଳଙ୍କର ମଧ୍ୟ ନିର୍ଦ୍ଦେଶ ରହୁଛି, ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଅଛୁ।